जो ज्योतिष भविष्यवाणी करथिले विजय थालापति सीएम हेबे सेही ज्योतिष एबे पूर्वानुमान करिसंती सेही ज्योतिष एबे खड़ी गड़ाइछंती सेही ज्योतिष एबे भविष्यवाणी करिसंती कोन ना सीएम रु पीएम बनिबे विजय थालापति। तमिलनाडु रो एक्टर बा तमिलनाडु रो अभिनेता जेतबे राजनेता बनिछंती खाली एक्टर नुह एक्टर टर्न द सीएम। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ କ'ଣ ଆଲୋଚନା କରିବା ତାହା ଆପଣ ଅଲରେଡ଼ି ଥମ୍ବନେଲ୍ ଦେଖିକି ଆପଣ ଜାଣିସାରିଥିବେ। ଆପଣ ଅଲରେଡ଼ି ଜାଣନ୍ତି ବର୍ତ୍ତମାନ ତାମିଲନାଡୁର ସିଏମ୍ ବା ଚିଫ୍ ମିନିଷ୍ଟର ହେଉଛନ୍ତି ଥାଲାପତି ବିଜୟ, ଯିଏକି ଜଣେ ଖ୍ରୀଷ୍ଟିଆନ ପରିବାରରୁ ଆସିଛନ୍ତି। ଖ୍ରୀଷ୍ଟିଆନ ପରିବାରରୁ ଆସିଥିବା ଥାଲାପତି ବିଜୟ, ତାଙ୍କର ପୁରା ନାମ ହେଉଛି ଯୋସେଫ ଚନ୍ଦ୍ରଶେଖର ବିଜୟ। ଆଉ ତାହାଙ୍କର ଜିତ୍ ହେଲା ପରେ ବା ସେ ଜିତିଲା ପରେ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦ ସେ ଗ୍ରହଣ କଲେ, ସେତେବେଳେ ଅନେକ ଉନ୍ନତିମୂଳକ କାର୍ଯ୍ୟଗୁଡ଼ିକ ମଧ୍ୟ ସେ ଆରମ୍ଭ କରିଥିଲେ। ଆଉ ତାଙ୍କର ସିଏମ୍ ହେବା ପଛରେ ତାଙ୍କର ନିଜର ନିଷ୍ଠା, ନିଜର ବିଶ୍ୱସ୍ତତା, ତାପରେ ପରମେଶ୍ୱରଙ୍କ ଆଶୀର୍ବାଦ, ଏ ସମସ୍ତ ବିଷୟ ତ ରହିଅଛି। ଏହା ସହିତ ଆଉ ଗୋଟେ ବିଷୟ ମଧ୍ୟ ରହିଅଛି, ତାଙ୍କର ଯିଏ ଆଷ୍ଟ୍ରୋଲୋଜର ରାଧନ ପଣ୍ଡିତ ଭେଟ୍ରିଭେଲ୍, ଆଉ ସିଏ ଭବିଷ୍ୟତବାଣୀ କରିଥିଲେ ବା ପ୍ରଫେସ୍ କରିଥିଲେ ତାଙ୍କର ସିଏମ୍ ପଦକୁ ନେଇକି। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଆପଣଙ୍କୁ ଏ ଭିଡ଼ିଓ କ୍ଲିପ୍ ଆପଣ ଦେଖନ୍ତୁ, ଆଉ ଥରେ ଆପଣ ଦେଖନ୍ତୁ, ତାପରେ ଆମେମାନେ ଆଲୋଚନା କରିବା। जोसेफ विजय तमिलनाडु की राजनीति के नए सुपरस्टार ईसाई केरलम और आंध्र प्रदेश में ईसाई मुख्यमंत्री हुए, लेकिन तमिलनाडु में पहली बार ऐसा होगा जब कोई ईसाई समुदाय का मुख्यमंत्री बनेगा। विजय के पिता ईसाई हैं। इस देश में एक ईसाई फिल्म सुपरस्टार अपनी फिल्म की पूंजी को लेकर जनता के बीच जाता है और सभी वर्गों का भरोसा हासिल कर लेता है। जिस देश में ईसाई संस्थानों पर हमले होते हैं, उन पर धर्मांतरण के नाम पर तरह तरह के आरोप लगाए जाते हैं, एक ईसाई फिल्म स्टार राजनीति में आता है, कुछ महीनों के भीतर तूफान मचा देता है। जो ज्योतिष भविष्यवाणी करथिले विजय थालापति सीएम हेबे सेही ज्योतिष एबे पूर्वानुमान करिसंती सेही ज्योतिष एबे खड़ी गड़ाइछंती सेही ज्योतिष एबे भविष्यवाणी करिसंती कोन ना सीएम रु पीएम बनिबे विजय थालापति। तमिलनाडु रो एक्टर बा तमिलनाडु रो अभिनेता जेतबे राजनेता बनिछंती खाली एक्टर नुह एक्टर टर्न द सीएम। जोसेफ विजय तमिलनाडु की राजनीति के नए सुपरस्टार ईसाई केरलम और आंध्र प्रदेश में ईसाई मुख्यमंत्री हुए, लेकिन तमिलनाडु में पहली बार ऐसा होगा जब कोई ईसाई समुदाय का मुख्यमंत्री बनेगा। विजय के पिता ईसाई हैं। इस देश में एक ईसाई फिल्म सुपरस्टार अपनी फिल्म की पूंजी को लेकर जनता के बीच जाता है और सभी वर्गों का भरोसा हासिल कर लेता है। जिस देश में ईसाई संस्थानों पर हमले होते हैं, उन पर धर्मांतरण के नाम पर तरह तरह के आरोप लगाए जाते हैं, एक ईसाई फिल्म स्टार राजनीति में आता है, कुछ महीनों के भीतर तूफान मचा देता है। तबे ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣ ଅଲରେଡ଼ି ଭିଡ଼ିଓ କ୍ଲିପ୍ ଆପଣ ଦେଖିଲେ। ଆଉ ରାଧନ ପଣ୍ଡିତ ଭେଟ୍ରିଭେଲ୍, ଆଉ ଯିଏକି ଥାଲାପତି ବିଜୟଙ୍କର ଆଷ୍ଟ୍ରୋଲୋଜର, ସିଏ ଗଣନା କରି କହିଥିଲେ, ଆଉ ସିଏ ଭବିଷ୍ୟତବାଣୀ କରିଥିଲେ କେଉଁ ସମୟରେ କ'ଣ ସବୁ କରାଯିବ, ସେ ସମସ୍ତ ବିଷୟ କହିଥିଲେ। ତାଙ୍କର ଆଷ୍ଟ୍ରୋଲୋଜି ଅନୁସାରେ ବିଜୟ ମଧ୍ୟ ସେହି ପ୍ରକାର କାମ ସେ କରିଥିଲେ। ଆଉ ତାଙ୍କର ଯିଏ ଆଷ୍ଟ୍ରୋଲୋଜର ରାଧନ ପଣ୍ଡିତ ଭେଟ୍ରିଭେଲ୍, ସେ ପ୍ରଫେସ୍ କରିଥିଲେ ଯେ ଥାଲାପତି ବିଜୟ ହିଁ ସେ ସିଏମ୍ ହେବେ। ଆଉ ସତକୁ ସତ ସେ ହେଲା, ସେ ସିଏମ୍ ହେଲେ। ଆଉ ବର୍ତ୍ତମାନ ରାଧନ ପଣ୍ଡିତ ଭେଟ୍ରିଭେଲ୍, ଆଉ ସିଏ ବର୍ତ୍ତମାନ ଆଉ ଗୋଟେ ପ୍ରଫେସ୍ କରିଛନ୍ତି ଯେ ଥାଲାପତି ବିଜୟ ପିଏମ୍ ହେବାକୁ ଯାଉଛନ୍ତି ବା ପ୍ରାଇମ୍ ମିନିଷ୍ଟର ବା ମୁଖ୍ୟମନ୍ତ୍ରୀ ହେବା ପାଇଁ ଯାଉଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ରାଧନ ପଣ୍ଡିତ ଭେଟ୍ରିଭେଲ୍ଙ୍କର ଏଇ ଯେଉଁ ଭବିଷ୍ୟତବାଣୀ ପୁରା
ସମଗ୍ର ଭାରତରେ ଏକ ଚହଳ ସୃଷ୍ଟି କରିଛି। ଆଉ ମୋଦି ସରକାର ବର୍ତ୍ତମାନ ଚିନ୍ତାରେ ଅଛନ୍ତି। କାହିଁକି ଚିନ୍ତାରେ ଅଛନ୍ତି? କାରଣ ସିଏମ୍ରୁ ଡାଇରେକ୍ଟ ପିଏମ୍, ସିଏମ୍ରୁ ଡାଇରେକ୍ଟ ପିଏମ୍ ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଯାଉଛନ୍ତି। ତେବେ ସେ କାହିଁକି ପ୍ରଧାନମନ୍ତ୍ରୀ ହେବେ? ଯଦି ସେ ପ୍ରଧାନମନ୍ତ୍ରୀ ପଦରେ ବି ଯଦି ସେ ଯୋଗଦାନ କରନ୍ତେ, ଥାଲାପତି ବିଜୟ ନିଶ୍ଚିନ୍ତ ଭାବରେ ଉନ୍ନତିମୂଳକ କାର୍ଯ୍ୟ ସବୁ କରିବେ। କାରଣ ଆପଣ ଦେଖନ୍ତୁ, ସିଏମ୍ ହେଉ ହେଉ ଥାଲାପତି ବିଜୟ 200 ୟୁନିଟ୍ ବିଜୁଳି ଫ୍ରି କଲେ, ଯେଉଁଟାକି ସେ ନିର୍ବାଚନ ପୂର୍ବରୁ ଶପଥ କରିଥିଲେ ମୁଁ କରିବି ବୋଲି। ଆଉ ମଧ୍ୟ ଶପଥ କରିଛନ୍ତି ପ୍ରତିବର୍ଷ ପ୍ରତି ପରିବାରକୁ 6ଟି ଗ୍ୟାସ୍ ସିଲିଣ୍ଡର ଫ୍ରିରେ ଦିଆଯିବ। ଆଉ ନେତା ମନ୍ତ୍ରୀମାନଙ୍କର ସବୁ ପୋଷ୍ଟରକୁ ହଟେଇ ଦେଲେ, ପରିବେଶ ଦୂଷିତ ହେଉଛି ବୋଲି। ତାପରେ ଯେତେ ସବୁ ମଦ ଦୋକାନ ଗୁଡ଼ିକ ସେ ବନ୍ଦ କଲେ। ମାନେ ଆଜି ପର୍ଯ୍ୟନ୍ତ ବିଜେପି ସରକାର ଯାହା ବି କିଛି କରିପାରିନଥିଲା, ତାହାକୁ ବିଜୟ ଏକୁଟିଆ କରିକି। ତେବେ ପ୍ରିୟ ବନ୍ଧୁଗଣ, ଥାଲାପତି ବିଜୟଙ୍କ ସରକାର ଅର୍ଥାତ୍ TVK ମାତ୍ର ଅଳ୍ପ ଦିନ ମଧ୍ୟରେ ଯେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟ ସବୁ ଆରମ୍ଭ କରିଛନ୍ତି, ସେ ସମସ୍ତ କାର୍ଯ୍ୟ ବିଜେପି ସରକାର 15 ବର୍ଷ ଭିତରେ କରିନାହିଁ। ଏଇଠୁ ଆପଣ ଅନୁମାନ କରିପାରୁଥିବେ ଯେ ଥାଲାପତି ବିଜୟ ସେ PM ହେବା ପାଇଁ ଯୋଗ୍ୟ ନା ନୁହନ୍ତି। ଯଦି ଏଇ ପ୍ରଶ୍ନ ମୁଁ ଅନେକଙ୍କୁ କରେ, ଆଉ ସେଥିମଧ୍ୟରୁ ଅଧିକାଂଶଙ୍କର ଉତ୍ତର ନିହାତି ଆସିବ ଯେ ହଁ, ଥାଲାପତି ବିଜୟ PM ହେବା ନିମନ୍ତେ ଯୋଗ୍ୟ ଅଟନ୍ତି। ଯଦି ଆପଣ ଏଇ ପ୍ରଶ୍ନ ମୋତେ ବି କରନ୍ତି, ତେବେ ମୋର ବି ଉତ୍ତର ସେୟା ହେବ ଯେ ଥାଲାପତି ବିଜୟ PM ହେବା ନିମନ୍ତେ ଯୋଗ୍ୟ ଅଟନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଥାଲାପତି ବିଜୟଙ୍କୁ ନେଇକି ଆପଣଙ୍କର ମତ କ'ଣ କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ହଁ ପ୍ରିୟ ବନ୍ଧୁଗଣ, ଆପଣଙ୍କର ମତ କ'ଣ? ଆଉ ଆପଣ କ'ଣ ଚାହୁଁଛନ୍ତି ଥାଲାପତି ବିଜୟ PM ହୁଅନ୍ତୁ ବୋଲି, ସେଇଟା ମୋତେ କମେଣ୍ଟ କରନ୍ତୁ। ଆଉ ମୁଁ ତ ଚାହୁଁଛି ଥାଲାପତି ବିଜୟ PM ହୁଅନ୍ତୁ ବୋଲି। ତେବେ ଆପଣଙ୍କର ମତ କ'ଣ କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଆଉ ଆଜି ପାଇଁ ଏତିକି। ପୁଣି ଥରେ ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର।